ପ୍ରିୟ ଶ୍ରୋତା ବନ୍ଧୁ, ଭାଗବତ ଗୀତାରେ ଆପଣଙ୍କୁ ସ୍ୱାଗତ। ଶ୍ରୁତ୍ୱା ଗୀତାମର୍ଥ ୟକ୍ତା ମାହାତ୍ମ୍ୟଂ ୟ ଶୃଣୋତି ତସ୍ୟ ପୁଣ୍ୟଫଲଂ ଲୋକେ ଭବେତ୍ ସୁଖ ସୁଖାବହମ୍। ଏଇଠାରେ କୁହାଯାଇଛି, ଭଗବତ ଗୀତାକୁ ଯିଏ ଅର୍ଥ ସହିତ ଶୁଣେ ଏବଂ ମହାତ୍ମାକୁ ବୁଝିବା ପାଇଁ ଚେଷ୍ଟା କରେ, ତାହାର ସକଳ ସୁଖକର ଏବଂ ପୁଣ୍ୟଫଳ ଲାଭ ହୁଏ। ନୈବ ତସ୍ୟ କୃତନାଥ ନାକୃତେନଃ କଶ୍ଚନ ନ ତସ୍ୟ ସର୍ବଭୂତେଷୁ କଶ୍ଚିଦର୍ଥବ୍ୟପାଶ୍ରୟଃ। କର୍ମ ଯୋଗରେ ସିଦ୍ଧି ଲାଭ କରିଥିବା ମଣିଷର କୌଣସି କର୍ମ କରିବାର ପ୍ରୟୋଜନ ନଥାଏ କିମ୍ବା ନ କରିବାର କୌଣସି ପ୍ରୟୋଜନ ନଥାଏ ଏବଂ ସମସ୍ତ ଜୀବ ସହିତ ତାର କୌଣସି ବି ସ୍ୱାର୍ଥଗତ ସମ୍ବନ୍ଧ ନଥାଏ। ଶ୍ରୋତା ବନ୍ଧୁ, ଆଜି ଆମେ ତୃତୀୟ ଅଧ୍ୟାୟର 18 ନମ୍ବର ଶ୍ଲୋକଠାରୁ ଆଗକୁ ଆଲୋଚନା କରିବା। ଭଗବାନ ଏହି ଶ୍ଲୋକରେ ଆମକୁ ବୁଝାଇଛନ୍ତି, ଜଣେ ଯେତେବେଳେ ଭଗବାନଙ୍କ ପାଇଁ କର୍ମ କରେ ସେ କିପରି ଫଳ ପାଏ ତାହା ଆମେ ଜାଣିବା। ଏହି ଶ୍ଲୋକରେ ଆତ୍ମଜ୍ଞାନୀ ପୁରୁଷର ନିରପେକ୍ଷତାକୁ ଆହୁରି ସ୍ପଷ୍ଟ ଭାବରେ ଏଠାରେ ଆଲୋଚନା କରାଯାଇଛି। ସେହି ଆତ୍ମଜ୍ଞାନୀ ପୁରୁଷର ଏହି ଲୋକରେ କୌଣସି କର୍ମ କରିବା ଦ୍ୱାରା କିଛି ପ୍ରୟୋଜନ ବା ସ୍ୱାର୍ଥ ନଥାଏ କିମ୍ବା ସେ କର୍ମ କରିବା ଦ୍ୱାରା ତାର କୌଣସି କ୍ଷତି ହୋଇନଥାଏ ଏବଂ ସମସ୍ତ ପ୍ରାଣୀଙ୍କ ମଧ୍ୟରେ କାହା ଉପରେ ମଧ୍ୟ ତାଙ୍କର ସ୍ୱାର୍ଥ ନିର୍ଭରଶୀଳ ନଥାଏ। ଯେହେତୁ ଆତ୍ମଜ୍ଞାନୀ ସେ ନିଜ ଆତ୍ମାରେ ପୁଣ୍ୟକାମୀ, ତେଣୁ ସେ କୌଣସି କର୍ମ କରି କିଛି ପାଇବାର ଆଶା ରଖନ୍ତି ନାହିଁ କିମ୍ବା କର୍ମ ନ କଲେ ତାଙ୍କର କୌଣସି କ୍ଷତି ହୁଏ ନାହିଁ। ସେ କୌଣସି ସାଂସାରିକ ମଣିଷ ବା ବସ୍ତୁ ଉପରେ ନିଜର ସୁଖ ବା ସ୍ୱାର୍ଥ ପାଇଁ ସେ କେବେ ନିର୍ଭର କରନ୍ତି ନାହିଁ। ସେ ସମ୍ପୂର୍ଣ୍ଣ ସ୍ୱାଧୀନ ଏବଂ ନିରପେକ୍ଷ ହୋଇଯାନ୍ତି। ଆତ୍ମଜ୍ଞ ପୁରୁଷର ଆଚାର ଅଟଇ ଅଦ୍ଭୁତ ପ୍ରକାର, କର୍ମ ଅକର୍ମ ତାହା ପାଇଁ ସର୍ବଥା ସମାନ ହୋଇ। କୌଣସି ପ୍ରାଣୀଠାରେ ପାର୍ଥ ନଥାଏ ତାର କିଛି ସ୍ୱାର୍ଥ। ଈଶ୍ୱର ପ୍ରେରିତ ଭାବରେ ଲାଗଇ ପର ଉପକାରେ, ତାହାର ପାପ ପୁଣ୍ୟ ନାହିଁ ମାୟା ସଂସାର ସେତରଇ। ତସ୍ମାଦସକ୍ତଃ ସତତଂ କାର୍ଯ୍ୟ କର୍ମ ସମାଚର, ଆସକ୍ତ ହ୍ୟଚରଂ କର୍ମ ପରମାପ୍ନୋତି ପୁରୁଷଃ। ଏହି ଶ୍ଲୋକରେ ଭଗବାନ କହୁଛନ୍ତି, ତେଣୁ ଅର୍ଜୁନ, ତୁମେ ଆସକ୍ତି ଶୂନ୍ୟ ହୋଇ ସର୍ବଦା କର୍ତ୍ତବ୍ୟ କର୍ମ କର, କାରଣ ଯେଉଁ ପୁରୁଷ ଅନାସକ୍ତ ଭାବରେ କର୍ମ କରେ ସେ ପରମପଦ ଲାଭ କରେ। ଶ୍ରୋତା ବନ୍ଧୁ, ଯଦିଓ ଆତ୍ମଜ୍ଞାନୀମାନଙ୍କ ପାଇଁ କର୍ମ ବାଧ୍ୟତାମୂଳକ ନୁହେଁ, ତଥାପି ସେ ଯେପର୍ଯ୍ୟନ୍ତ ସେ ଅବସ୍ଥାକୁ ପ୍ରାପ୍ତି ହୋଇନାହିଁ ସେ ପର୍ଯ୍ୟନ୍ତ ଅନାସକ୍ତ ଭାବରେ କର୍ମ କରିବାକୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଉଛନ୍ତି। ଏଇଠାରେ ଭଗବାନ କହୁଛନ୍ତି, ତେଣୁ ଅର୍ଜୁନ, ତୁମେ ଆସକ୍ତି ରହିତ ହୋଇ ନିଜର କର୍ତ୍ତବ୍ୟ କର୍ମ ଭଲ ଭାବରେ କର, କାରଣ ଅନାସକ୍ତ ହୋଇ କର୍ମ କରୁଥିବା ମନୁଷ୍ୟ ପରମ ପଦ ଲାଭ କରେ। ଚିତ୍ତ ଶୁଦ୍ଧି ଏବଂ ଜ୍ଞାନ ପ୍ରାପ୍ତି ପାଇଁ ନିଷ୍କାମ କର୍ମ ଏକ ଅପରିହାର୍ଯ୍ୟ ସାଧନ ଅଟେ। ଫଳର ଆସକ୍ତି ତ୍ୟାଗ କରି କେବଳ କର୍ତ୍ତବ୍ୟ ବୁଦ୍ଧିରେ କର୍ମ କରିବା ଦ୍ୱାରା ମଣିଷ ଧୀରେ ଧୀରେ ସଂସାର ବନ୍ଧନରୁ ମୁକ୍ତ ହୋଇ ପରମାତ୍ମାଙ୍କୁ ପ୍ରାପ୍ତ କରେ। ସେଇଥିପାଇଁ କୁହାଯାଇଛି, ଯାହା ପାଇଁ ଯାହାର ଯେ କର୍ମ ସେ ଠିକ୍ ଭାବରେ ତୁଲାଇବା ଦରକାର।
ମୁକ୍ତି ପାଇବା ଇଚ୍ଛା ଥିଲେ ଫଳ କାମନା ତେଜ ହେଳେ। ସକଳ ଆସକ୍ତି ବରଜି ଧର୍ମ କର୍ମରେ ଯାଅ ମଜି। ଏପରି କର୍ମ ଯେ କରନ୍ତି ପରମ ପଦକୁ ସେ ଲଭନ୍ତି। ତେଣୁ ହେ ଅର୍ଜୁନ, ତୁମେ ଆସକ୍ତି ଶୂନ୍ୟ ହୋଇ ସର୍ବଦା କର୍ତ୍ତବ୍ୟ କର୍ମ କର। କାରଣ ଯେଉଁ ପୁରୁଷ ଅନାସକ୍ତ ଭାବରେ କର୍ମ କରେ ସେ ପରମପଦ ଲାଭ କରେ। କର୍ମେଣୈବ ହି ସଂସିଦ୍ଧି ମାସ୍ତିତା ଜନକଦାୟଃ। ଲୋକସଂଗ୍ରହ ମେବାପି ସମ୍ପଶ୍ୟାନ କର୍ତ୍ତୁମହର୍ଷି। ଭଗବାନ ଏହି ଶ୍ଲୋକରେ କହୁଛନ୍ତି, ଜନକ ପ୍ରଭୃତି ରାଜସୀମାନେ କର୍ମ ଦ୍ୱାରା ସିଦ୍ଧି ଲାଭ କରିଛନ୍ତି। ଲୋକହିତ ପ୍ରତି ଦୃଷ୍ଟି ରଖି ତମେ କର୍ତ୍ତବ୍ୟ କର୍ମ କରିବା ଉଚିତ। ତଥାପି ସେ କର୍ତ୍ତବ୍ୟ କର୍ମ କରୁଥିଲେ। କେବଳ ଜନସାଧାରଣଙ୍କୁ ସତ୍ ମାର୍ଗର କିମ୍ବା କର୍ମଯୋଗରେ ଅନୁପ୍ରାଣିତ କରି ପରମ ସିଦ୍ଧି ପ୍ରାପ୍ତ କରିବା ପାଇଁ। ଆତ୍ମଜ୍ଞାନୀ ମଧ୍ୟ ଲୋକ କଲ୍ୟାଣ ପାଇଁ କର୍ମ କରିବା ଉଚିତ ବୋଲି ଭଗବାନ ଏଠାରେ ରାଜା ଜନକଙ୍କ ଉଦାହରଣ ଦେଇଛନ୍ତି ଏବଂ କହୁଛନ୍ତି, ଜନକ ଆଦି ରାଜାମାନେ ନିଜର କର୍ମ ଦ୍ୱାରା ପରମ ସିଦ୍ଧି ଲାଭ କରିଥିଲେ। ତେଣୁ ଲୋକ ସଂଗ୍ରହ ବା ଲୋକଙ୍କୁ ଠିକ୍ ମାର୍ଗ ଦେଖାଇବା ଏବଂ ସମାଜର କଲ୍ୟାଣକୁ ଦୃଷ୍ଟିରେ ରଖି ଭଗବାନ ଅର୍ଜୁନଙ୍କୁ କହୁଛନ୍ତି, ଅର୍ଜୁନ, ତମେ କର୍ମ କରିଚାଲ ଏବଂ ନିଜର କର୍ତ୍ତବ୍ୟ କରି ଆଗକୁ ବଢ଼ିଚାଲ। ରାଜା ଜନକ ଜଣେ ଆତ୍ମଜ୍ଞାନୀ ଥିଲେ, ତଥାପି ସେ ରାଜ୍ୟ ଶାସନ କରୁଥିଲେ। ତାଙ୍କର କର୍ମ କରିବାର ଉଦ୍ଦେଶ୍ୟ ନିଜର ସ୍ୱାର୍ଥ ନଥିଲା, ବରଂ ପ୍ରଜାମାନଙ୍କୁ ସଠିକ୍ ମାର୍ଗ ଦେଖାଇବା ଏବଂ ସଂସାରର ଶୃଙ୍ଖଳା ବଜାୟ ରଖିବା ମଧ୍ୟ ଥିଲା। ସେହିପରି ଜଣେ ଜ୍ଞାନୀ ବା ଶ୍ରେଷ୍ଠ ବ୍ୟକ୍ତି ନିଜର ଆଚରଣ ଦ୍ୱାରା ସାଧାରଣ ଲୋକଙ୍କୁ ନିଜର କର୍ତ୍ତବ୍ୟ ପାଳନ କରିବା ପାଇଁ ପ୍ରେରଣା ଦେବା ଉଚିତ। କର୍ମକୁ ଶ୍ରେଷ୍ଠ ମନେ କରି କର୍ମଯୋଗକୁ ଅନୁସରି ଜନକ ଆଦି ଋଷିଗଣ ଲୋଭି ଅଛନ୍ତି ଦିବ୍ୟ ଜ୍ଞାନ। ଲୋକଙ୍କ ହିତ ପାଇଁ ତୁମେ ସର୍ବଦା କରି ଯାଅ କର୍ମେ। ନିଷ୍କାମେ ସତ୍କର୍ମ ସାଧନେ ଆଦର୍ଶେ ହେତୁ ସର୍ବଜନେ। ଶ୍ରୋତାବନ୍ଧୁ, ଏହି କର୍ମଯୋଗ ଅଧ୍ୟାୟଟି ବହୁତ ସୁନ୍ଦର ଅଧ୍ୟାୟ। ମଣିଷର କର୍ମ ଉପରେ ଅଧିକାର ଅଛି, କିନ୍ତୁ ଫଳ ଉପରେ ଅଧିକାର ନାହିଁ। ଏ କଥାଟି ଭଗବାନ ବୁଝାଇଛନ୍ତି ଏହି କର୍ମଯୋଗରେ। କାହିଁକି ନା ମଣିଷ କର୍ମ କରିବା ସମୟରେ ବିନା ଦ୍ୱନ୍ଦ୍ୱରେ, ବିନା ଲାଳସା ନ ରଖି କର୍ମ କରିବା ଦରକାର। କର୍ମ କରିବା ପୂର୍ବରୁ ସେ କୌଣସି ଲୋଭର ଆଶା ରଖିବା କଥା ନୁହେଁ। କର୍ମର ଫଳ କ'ଣ ମିଳିବ ସେସବୁ ଚିନ୍ତା କରିବା କଥା ମଧ୍ୟ ନୁହେଁ। ଏହିସବୁ କଥାବାର୍ତ୍ତା ଏହି ଅଧ୍ୟାୟରେ ଆମର ଲାଗି ରହିଥିବ। ଆପଣ ଏହି ଅଧ୍ୟାୟର ପ୍ରତ୍ୟେକ ଶ୍ଲୋକ ମନ ଦେଇ ଶୁଣନ୍ତୁ। ପ୍ରତ୍ୟେକ ଶ୍ଲୋକ ଆମକୁ ବହୁତ କିଛି ଶିକ୍ଷା ଦିଏ। ଆଗାମୀ ଅଧ୍ୟାୟରେ ଆମେ ଶ୍ଲୋକ 21 ଠାରୁ ଆଗକୁ ଆଲୋଚନା କରିବା। ସେତେ ପର୍ଯ୍ୟନ୍ତ ଆପଣ ଏ ଶ୍ଲୋକ ଗୁଡ଼ିକ ଶୁଣୁଥାନ୍ତୁ। ଗୋବିନ୍ଦଙ୍କ ଆଶୀର୍ବାଦ ଥିଲେ ଆପଣ ସବୁ ବୁଝିପାରିବେ। ହରେ କୃଷ୍ଣ। ଗୋବିନ୍ଦ ମାଧବ କେଶବ ଆପଣଙ୍କର ମଙ୍ଗଳ କରିବେ।